ସୁସ୍ଥ ରହିବାର 20ଟି ନିୟମ ବିଷୟରେ ଆସନ୍ତୁ ଜାଣିବା। ସକାଳୁ ଉଠି ପ୍ରଥମେ ହାଲକା ଗରମ ପାଣି ପିଇବା ଉଚିତ। ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ସେତେବେଳେ ଅଳ୍ପ ହାଲକା ଗରମ ଥିବା ପାଣିକୁ ପିଅନ୍ତୁ। ଏହା ଦେହ ପାଇଁ ଭଲ ହୋଇଥାଏ। ପାଣି ସବୁବେଳେ ତଳେ ବସିକି ପିଇବା ଉଚିତ। ପାଣିକୁ କେତେବେଳେ ବି ଠିଆ ହୋଇକି ପିଇବେ ନାହିଁ। ଅତି କମରେ 32 ଥର ଖାଇବା ଚୋବାଇବା ଜରୁରୀ। ସକାଳ ସମୟରେ ସର୍ବଦା ପେଟ ପୂରା ଖାଇବା ଉଚିତ। ସକାଳ ଜଳଖିଆ ସବୁବେଳେ ସ୍ୱାସ୍ଥ୍ୟକର ଏବଂ ପେଟ ପୂରା ଖାଇଲେ ଭଲ ହୋଇଥାଏ। ସୂର୍ଯ୍ୟୋଦୟ ପୂର୍ବରୁ ଜଳଖିଆ ଖାଇବା ଜରୁରୀ। ସକାଳ ଭୋଜନ ସହିତ ଜୁସ୍ ନିଶ୍ଚିତ ପିଇବା ଉଚିତ। ରାତ୍ରିର ଭୋଜନ ସହିତ କ୍ଷୀର ନିଶ୍ଚିତ ପିଇବା ଉଚିତ। କାହିଁକି ନା ରାତ୍ରି ସମୟରେ କ୍ଷୀର ପିଇବା ବହୁତ ଲାଭଦାୟକ ହୋଇଥାଏ। ରାତିରେ ସାଇଟ୍ରିକ୍ ଫଳ ଖାଇବା ନାହିଁ। ଯେମିତିକି ଲେମ୍ବୁ, କମଳା, ଅଙ୍ଗୁର ଇତ୍ୟାଦି ଖଟା ଜାତୀୟ ଫଳ ରାତିରେ ଖାଇବା କଥା ନୁହେଁ। ଆଇସ୍କ୍ରିମ୍ ଖାଇବା ବନ୍ଦ କରନ୍ତୁ। ଆଇସ୍କ୍ରିମ୍ ଯେତେ କମ୍ ଖାଇବେ ତାହା ଦେହ ପାଇଁ ଭଲ ହୋଇଥାଏ। ଥଣ୍ଡା ପାନୀୟର ବ୍ୟବହାର ଅଳ୍ପ ପରିମାଣରେ କରନ୍ତୁ। ବେଶୀ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ରାତିରେ ସବୁବେଳେ କମ୍ ଖାଦ୍ୟ ଖାଇବା ଉଚିତ। ରାତିରେ ଯେତେ ପାରିବେ କମ୍ ଖାଦ୍ୟ ଏବଂ ହାଲକା ଖାଦ୍ୟ ଖାଇବା ଉଚିତ। ଖାଦ୍ୟ ଖାଇବାର ଘଣ୍ଟାଏ ପୂର୍ବରୁ ପାଣି ନିଶ୍ଚିତ ପିଇବା ଉଚିତ। କାହିଁକି ନା ଏହା ହଜମ କରିବାରେ ସାହାଯ୍ୟ କରିଥାଏ। ରାତିରେ ଲସି କେବେ ଖାଆନ୍ତୁ ନାହିଁ। କାହିଁକି ନା ଲସି ଦହିରେ ତିଆରି ହୋଇଥାଏ ଏବଂ ରାତିରେ ଦହି ଖାଇବା ଉଚିତ ନୁହେଁ। ସକାଳ ଜଳଖିଆ ଖାଇବା ପରେ କିଛି କାମ କରିବା ଜରୁରୀ। ଅପରାହ୍ନ ଖାଇବା ପରେ ବିଶ୍ରାମ କରନ୍ତୁ। ଏହା ଦେହ ପାଇଁ ଭଲ ହୋଇଥାଏ। ଖାଇବା ପରେ ସର୍ବଦା 500 ପାଦ ଚାଲନ୍ତୁ। ରାତ୍ରିର ଭୋଜନ ପରେ ବଜ୍ରାସନ ନିଶ୍ଚୟ କରିବେ। ଖାଇବା ପରେ ଅତି କମରେ ବଜ୍ରାସନ 5ରୁ 10 ମିନିଟ୍ କରନ୍ତୁ। ସକାଳ ଉଠିବା ପରେ ଆଖିରେ ଥଣ୍ଡା ପାଣି ଟିକେ ପକାନ୍ତୁ। ରାତିରେ 9ଟାରୁ 10ଟା ପର୍ଯ୍ୟନ୍ତ ଶୋଇଯିବା ଉଚିତ। ଏହିପରି ଟିପ୍ସ ଆଉ ମୋଟିଭେସନ୍ ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ରହୁଛି, ନମସ୍କାର।